ଏଇଭଳି ଭାବରେ ଯନ୍ତ୍ର ତିଆରି କରିଛନ୍ତି, ବ୍ଲେଡ୍ ବାନ୍ଧିଛନ୍ତି। ଏଥିରେ ମୋର ଯେଉଁ ପ୍ଲାଷ୍ଟିକ୍ ଜାଲି ଲଗା ହେଇଥିଲା ତାକୁ କାଟିକି ଏଇଭଳିଆ କାଟିକି ପକେଇଛନ୍ତି। ମଶାରିକି ମଧ୍ୟ ସେଠି ମଧ୍ୟ ବ୍ଲେଡ୍ ମାରିକି କାଟିଛନ୍ତି। ଆଉ ଏଇଭଳି ନଗି ଗୁଡ଼ା ତିଆରି କରିଛନ୍ତି। ୟା ଭିତରେ କେମିତି ଗଳେଇକି ଖାର କିମ୍ବା ମୋବାଇଲକି ଟାଣିବେ, ଏଟା ସ୍ୱତନ୍ତ୍ର ତାଙ୍କର ଅଛି ମୋବାଇଲକୁ ଉଠେଇବା ପାଇଁ। ଏଇଭଳି ଭାବରେ ତିଆରି କରିଛନ୍ତି। ଆପଣମାନେ ଦେଖନ୍ତୁ, ଏ ଚୋରମାନଙ୍କର ଯନ୍ତ୍ର। ହୁଅନ୍ତୁ, ଏ ଯେଉଁ ଛୋଟକରିଆ ଚୋରମାନଙ୍କୁ ଦେଖନ୍ତୁ, ଏମାନେ କ'ଣ କରିଛନ୍ତି। ଆମ ଘରେ ମୋ ନାଁ କୁନ୍ତଳା ବିନ୍ଧାନୀ, ମଳିକ ସାହିର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ମୁଁ ଆପଣମାନଙ୍କୁ ସଚେତନ କରୁଅଛି କି ଏଇଭଳି ଭାବରେ ବର୍ତ୍ତମାନ ମୋବାଇଲ ଚେନ୍ ବେକରେ ଚୋରି ହେଉଛି। ଇଏ ହେଲା ତାର ଯନ୍ତ୍ର। ଏଥିରେ ବ୍ଲେଡ୍ ଲାଗିଛି। ଏଇ ବ୍ଲେଡ୍ରେ ସେ ପ୍ରଥମେ ମୋ ଘରର ଏ ଜାଲିଟାକୁ ପ୍ରଥମେ କାଟିଛନ୍ତି। ଏଇ ଜାଲିଟାକୁ କାଟିଦେଇ ତାପରେ ଭିତରେ ଯେଉଁ ମଶାରୀ ଅଛି ସେ ମଶାରୀକି ମଧ୍ୟ କାଟିଛନ୍ତି। ଏବଂ ସେ ମଧ୍ୟ ଏଇଭଳି ଗୋଟେ ନଗି ତିଆରି କରିଛନ୍ତି। ଏଇ ନଗିରେ ସେମାନେ ଏଇଥିରେ ବ୍ୟବହାର କରି ଭିତରର ଜିନିଷକୁ ଟାଣିବା ପାଇଁ ଚେଷ୍ଟା କରିଛନ୍ତି। ତାପରେ ଏଭଳି ଗୋଟେ ଯନ୍ତ୍ର କରିଛନ୍ତି, ଯେମିତିକି ତାଙ୍କର କୁଲା ଭଳିଆ ଏଟାକୁ ଗଳେଇ ଯଦି ମୋବାଇଲ ମୁଣ୍ଡ ପାଖରେ ରଖିଥାନ୍ତି ସେ ମୋର କାଢି ନେଇଥାନ୍ତେ। ତେଣୁ ଏଇଭଳି ଚୋରମାନଙ୍କୁ ଆପଣମାନେ ସଚେତନ ହୁଅନ୍ତୁ। ଆଉ ଝରକା ଠାରୁ ଦୂରେଇ ରୁହନ୍ତୁ।